राधे राधे। आज आमे माने पढ़िबा श्रीमद् भागवत महापुराण रे चतुर्थ स्कंद रे तृतीय अध्याय। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पंगुं लंघयते गिरिं यत्कृपातमहं वन्दे परमानंद माधवम्। निगमकल्पतरुगलितं फलं सुखमुखादमृतद्रवसंयुतं पिबत भागवतं रसमालयं मुहुरः रसिका भुवि भावुकाः। मैत्रेय उवाच शुण विदुर एक मने कालर गति सावधाने जामाता ससुर समेते विवाद आचरिले जेते कमल जनि जेते बेले दक्षको शुभ लग्न देले सकल मुनि मनुगणे स्थापिले प्रजापति पणे दक्षको पूजी अभिषेके पुनि कहिले एके एके तुम्भ सकल मध्य एहु पालने प्रजापति हेउ। दक्षको कहे वेदवर तू बाजपेय यज्ञ कर। से दक्ष मने गर्व कला रोषे रुद्रंकु न बरिला भृगुंकु कले पुरोहित संगे घेनाई मुनि संथ जे यज्ञ बृहस्पति नाम शुणिला यज्ञ उत्तम। से यज्ञ आरंभर बेले सकल मुनि एक मेले जे ब्रह्म ऋषि देव ऋषि सर्वदेवंक संगे बसी पितृदेवता गण शून्य पत्नी की घेनी दिव्य जाने यज्ञ गमंती जुथे जुथे गीत सुवाद्य शून्य पथे आकाशे विमान गहळ चलन्ते शुभे मुख गळ एमन्ते शंभुर घरणी आकाशे शुणी देववाणी निज सखी की पचारिला ताहार बदनु शुणिला तोर पितार महायज्ञे देवे गमंती शून्य मार्गे निज कामिनी घेनी संगे विमाने जानती नाना रंगे तिनि भुवने जेते जने यज्ञ गमंती तो समने दिव्य अलंकार भूषणे विमाने बसी वधुगणे स्वामींक संगे जे चलंती देख गमंती पंक्ति पंक्ति नक्षत्र गण प्राय शोभा किबा उपमा अन्य देवा ता शुणी गगन को चाही अंबिका मने विचारई देख भाग्य कर्म मोर मोहर स्वामी महेश्वर मोहर पिता यज्ञ काले मोहिनी रास कर्म फले एमंत मोर स्वामी की न बरिला
ଅବହେଳନ ମତେ କଲା। ମୋର ମାତାର ଦୟା ନାହିଁ, କେଅ ବା ସହୁ ଦେହ ବହି। ଏମନ୍ତ ଭାଳି ଦେବି ମନେ, ମିଳିଲେ ସ୍ୱାମୀ ସନ୍ନିଧାନେ। ହୃଦୟେ ଶୋକ ଭର ହୋଇ, କହନ୍ତି ରୁଦ୍ର ମୁଖ ଚାହିଁ। ଭୋନାଥ ଶୁଣ ପଶୁପତି, ତୁମ୍ଭ ଶ୍ୱଶୁର ମୂଢ଼ ମତି। ଯଜ୍ଞ ଆରମ୍ଭ ପୁଣ୍ୟ କାଳେ, ତା ଶୁଣି ସର୍ବଦେବ ମିଳେ। ମୁନିଏ ସପତ୍ନୀକ ହୋଇ, ଶୂନ୍ୟ ମନ୍ଦିରଥେ ଥାଇ। ଦେଖ ଏ ମୁଖରାବ ଗୋଳ, ପୁରିତ ଗଗନ ମଣ୍ଡଳ। ଭୋନାଥ ଚାଲ ଆମ୍ଭେ ଯିବା, ପିତାର ଉତ୍ସବ ଦେଖିବା। ଦେଖ ସନ୍ତୋଷେ ଦେବଗଣ, ଚଳନ୍ତି ଯଜ୍ଞର କାରଣ। ଯଜ୍ଞ ଉତ୍ସବ ପିତା ଘରେ, ମୋର ଭଗିନୀ ସହଦରେ। ମିଳିବେ ସ୍ୱାମୀ ଘେନି ସଙ୍ଗେ, ଯଜ୍ଞ ଦେଖିବେ ନାନା ରଙ୍ଗେ। ମୁହିଁ ତୁମ୍ଭର ସଙ୍ଗେ ଥିବି, ପିତାର ଉତ୍ସବ ଦେଖିବି। ମାତାଙ୍କୁ ଦେଖିବି ଲୋଚନେ, ଭଗିନୀ ଗଣ ସୁଖ ମନେ। ଭୋନାଥ ଆଜ୍ଞା ଦେବା ମତେ, ମୁହିଁ ଚଳିବି ତୁମ୍ଭ ସାଥେ। ତୁମ୍ଭ ଗୋଚରେ ବିଷ୍ଣୁ ମାୟା, କେ ଜାଣିପାରେ ନାଥ ତାହା। ତଥାପି ନାରୀ ଜନ୍ମ ମୋର, ମୁଁ କାହୁଁ କରିବି ଗୋଚର। ଦେଖ ପ୍ରଭୁ ଏ ଶୂନ୍ୟ ପଥେ, ଦେବେ ଗମନ୍ତି ଯୁଥେ ଯୁଥେ। ଯେସନେ ରାଜହଂସ ପନ୍ତି, ବିମାନ ମଧ୍ୟେ ଶୂନ୍ୟେ ଯାନ୍ତି। ମୋର ପିତାର ଘରେ ଯାଇ, ଯଜ୍ଞ ଦେଖିବେ ସୁଖ ବହି। ମୁଁ ଏହା ସହିବି କେମନ୍ତେ, ଶରୀର ବହି ଏ ଜଗତେ। ପିତା ଜନନୀ ଭଗ୍ନୀ ଗଣେ, ଦିବ୍ୟ ଭୂଷଣ ଆଭରଣେ। ଯଜ୍ଞ ଆରମ୍ଭ ସୁଖ ଭଳେ, ଥିବେ ସକଳେ ଏକ ମେଳେ। ଭୋନାଥ ଶୁଣ ସଦାଶିବ, ତୁମ୍ଭେ ଅବରଣେ ନ ଯିବ। ମୁଁ ଯିବି ଆଜ୍ଞା ଦିଅ ମତେ, ଆନନ୍ଦ ମନେ ଶୁଦ୍ଧ ଚିତ୍ତେ। ମୈତ୍ରେୟ ଉବାଚ ଏମନ୍ତେ ପ୍ରିୟା ମୁଖୁବାଣୀ, ଈଶ୍ୱର ସ୍ଥିର ଚିତ୍ତେ ଶୁଣି। ସ୍ୱଭାବେ ଜଗତ ଈଶ୍ୱର, ସଂସାର ଯାର ଖେଳ ଘର। ଅଳପ ଅପମାନେ ରହି, କହନ୍ତି ପତ୍ନୀ ମୁଖ ଚାହିଁ। ଈଶ୍ୱର ଉବାଚ ଶୁଣ ସୁନ୍ଦରୀ କହୁ ତତେ, ତୁ ଯେବେ ପଚାରିଲୁ ମତେ। ସାଧୁ ବିଚାର ଏ ତୋହର, ଶୁଦ୍ଧ ସୁନ୍ଦର ମନୋହର। କହୁ ଯେ ବନ୍ଧୁ ଅପମାନ, କେ ସହି ପାରେ ଦୁର୍ବଚନ। ବନ୍ଧୁକୁ ବନ୍ଧୁ ଭାବ ଭଳେ, ଅମାନ୍ୟ କରେ ଅବହେଳେ। ଯେ ବିଦ୍ୟା ବଳେ ତପଦାହେ, ସତ୍ୟ ସୁନ୍ଦର ଦେହ ବହେ। ଉତ୍ତମ କୁଳେ ଯାର ଜାତ, ସକଳ ଗୁଣରେ ସେ ଖ୍ୟାତ। ଜାଣଇ ଶ୍ରୁତି ସ୍ମୃତି ଧର୍ମ,
ଆଗମ ନିଗମ ଯେ କର୍ମ ସେ ପୁଣି ପୂର୍ବ କର୍ମ ବଳେ ବନ୍ଧୁ ନିନ୍ଦଇ ଅବହେଳେ ଅଜ୍ଞାନବାଦ ହୁଏ ତାରେ ସୁଖେ ନ ରହେ ଏ ସଂସାରେ ଯେ ପ୍ରାଣୀ ଅଭ୍ୟାଗତ ଦେଖି ବକ୍ର ବଦନେ ବୁଜେ ଆଖି ବନ୍ଧୁର କୁବଚନ ବାଣେ ଅନ୍ୟାନ୍ୟ ଦେହେ ମନ ପ୍ରାଣେ ତୁ ପୁଣି ପିତା ପ୍ରାୟ ହୋଇ ତୁ ପୁଣି ପିତା ପ୍ରିୟ ବହୁ ତାର ସହୃଦେ ଧର୍ମ କହୁ ସାଧୁ ସଙ୍ଗତେ ଯେ ବସଇ ତାହାର ରିପୁ ମିତ୍ର ନାହିଁ ଏଣୁ ଅସାଧି ସଙ୍ଗେ ଥିଲେ ପ୍ରାଣ ଇନ୍ଦ୍ରିୟ ବୁଦ୍ଧି ବଳେ ପରମ ଆତ୍ମାକୁ ନିନ୍ଦଇ ଅସାଧୁ ବାକ୍ୟ ମନ ଦେଇ ଯେ ବନ୍ଧୁ ଆଗମନ ଦେଖି ଉଠିବ ଆସନ ଉପେକ୍ଷି ଭାବେ ଆସନ୍ତି କିଛି ଦୂର ବଚନ କହନ୍ତି ମଧୁର ଅଭିଗମନ ମଧୁବାଣୀ ପୂଜନ୍ତି ନିଜ ଘରେ ଆଣି ବିଷ୍ଣୁର ଭାବେ ପୂଜା କରି ଆନନ୍ଦେ ପ୍ରିୟ ଭାବ ଭରି ତାହାକୁ ବୋଲି ସାଧୁଜନ ସେ ବିଷ୍ଣୁ ଦେବଙ୍କ ସମାନ ଯେଣୁ ସେ ଦକ୍ଷ ପ୍ରଜାପତି ମୋ ଭାବେ ଚିନ୍ତଇ ଦୁର୍ମତି ତୁ ଯେବେ ମୋହର ବଚନ ଅଜ୍ଞାନେ କରିବୁ ଲଙ୍ଘନ ପିତା ଭୁବନ ଯିବୁ ତୁହି କେବେ ଭଲ ତାନୁ ହଇ ଅକର୍ମ ଜନ ସଙ୍ଗ ଯେବେ ବାଦେ ଗୌତମ ଜନ ଭାବେ କେବେ ଭଲ ତାର ନାହିଁ ଏ ମନ୍ତ ଦେବି ଆଗେ କହି ସ୍ଥିର ହୋଇଲେ ଉମାକାନ୍ତ କହିଲେ ଦାସ ଜଗନ୍ନାଥ ଇତି ଶ୍ରୀମଦ୍ଭାଗବତ ମହାପୁରାଣେ ପାରମହଂସ୍ୟାಂ ସଂହିତାୟାं 82 ଚତୁର୍ଥ ସ୍କନ୍ଧେ ହରଗୌରା ସମ୍ବାଦେ ନାମ ତୃତୀୟ ଅଧ୍ୟାୟ। ଚତୁର୍ଥ ଅଧ୍ୟାୟ। ମୈତ୍ରେୟ ଉବାଚ ଏମନ୍ତେ ଦେବି ଆଗେ କହି ରୁଦ୍ର ରହିଲେ ଆତ୍ମା ଧ୍ୟାଇ ମନେ ଚିନ୍ତନ୍ତି ବିଶ୍ୱନାଥ ନ ପୁଣ ହୁଏ ବିପରୀତ ମୋ ପତ୍ନୀ ପିତା ଘରେ ଗଲେ ପ୍ରାଣ ଏ ନ ରଖିବ ଭଲେ ଏହାର ମନ ସ୍ଥିର ନାହିଁ ନ ଗଲେ ନ ଧରିବ ଦେହି ଏମନ୍ତ ଚିତ୍ତେ ଚିନ୍ତି ହର କେବେ ନୁହେଁ ମନ ସ୍ଥିର ଚିନ୍ତା ବିକଳେ ବିଶ୍ୱପତି ନିଜ ଗଣଙ୍କୁ ଚିତ୍ତେ ଚିନ୍ତି ଏହାର ସଙ୍ଗେ ଥିବି ମୁହିଁ ରୁଦ୍ରଗଣଙ୍କୁ ସଙ୍ଗେ ନେଇ ଏମନ୍ତେ ଚିନ୍ତା କରୁ କରୁ ଦେବୀ ଉଠିଲେ ନିଜ ଘରୁ ନୟନେ ପୁରେ ଅଶ୍ରୁ ଜଳ କେବେ ନୁହେଁ ମନ ସ୍ଥିର ଶରୀର କମ୍ପେ ଦୁଃଖ ଚିତେ କଦଳୀ ବନ ଯେହ୍ନେ ବାତେ ନିଶ୍ୱାସ ବହେ ଖର ତର ଶୁଖିଲା ସୁରଙ୍ଗ ଅଧର ଅଧବଦନେ ମନ ଦୁଃଖୀ ଉଠିଲେ ଆସନ ଉପେକ୍ଷୀ ଧୀରେ ଚଳନ୍ତେ ରସ ଭରେ ଅବନୀ କମ୍ପେ ପାଦ ଭରେ
ପିତା ଭୁବନେ ଦେବୀ ଜାନ୍ତେ, ପଥେ ଚଳନ୍ତି ବିଶ୍ୱନାଥେ। ଶତ ସହସ୍ର ରୁଦ୍ରଗଣ, ନିକଟେ ମିଳିଲେ ତକ୍ଷଣ। ବୃଷଭ ଚଢ଼ି ବିଶ୍ୱନାଥ, ଗଣେ ଧାଇଁଲେ ଯୁଥ ଯୁଥ। ମୁଁ ଯିବି ଅମ୍ବିକାର ପଛେ, ମୋ କଥା ଦେଖ ତୁ ପ୍ରତ୍ୟକ୍ଷେ। ଏ ମନ୍ତ ରୁଦ୍ର ଆଗେ କହି, ନନ୍ଦୀ ଚଳିଲେ ଗଣ ନେଇ। ଅମ୍ବିକା ତୁଲେ ନାରୀ ଯୁଥ, ମିଳିଲେ ଉପାୟନ ହସ୍ତ। କନ୍ଦୁକ ଦର୍ପଣ ଅମ୍ବୁଜ, ଶ୍ଵେତାତ ପତ୍ର ଶ୍ଵେତ ଧ୍ୱଜ। ବ୍ୟଜନ ପୁଷ୍ପମାଳା ଘେନି, ସଙ୍ଗତେ ଗୀତ ନାଦ ଧ୍ୱନି। ଦୁନ୍ଦୁଭି ଶଙ୍ଖ ଭେରୀ ନାଦେ, ସମୀପେ ମିଳିଲେ ଆନନ୍ଦେ। ଅଧବଦନେ ଦେବୀ ଜାନ୍ତେ, ପଥେ ମିଳିଲେ ବିଶ୍ୱନାଥେ। ଧୂମ ବ୍ୟାପିତ ଯଜ୍ଞଶାଳେ, ଅଶେଷ ଋଷି ବିପ୍ର ମେଳେ। ବିପ୍ରଙ୍କ ସଙ୍ଗେ ପ୍ରଜାପତି, ଅନଳେ କ୍ଷେପନ୍ତି ଆହୁତି। ଯଜ୍ଞ ସଭାର ନାନା ବିଧି, ଯେ ଦ୍ରବ୍ୟ ଯେଉଁ ଭାଣ୍ଡେ ସିଧି। ମନ୍ତ୍ର ଆହୁତି ହୋମ ବଳେ, ସତୀ ମିଳିଲେ ଯଜ୍ଞଶାଳେ। ସତୀ ଚାହାନ୍ତି କୋପ ଚିତ୍ତେ, ସେ ଯଜ୍ଞେ ଅଛନ୍ତି ସମସ୍ତେ। ସତୀ ବଚନେ କୋପ ବହି, ସମୀପେ ନ ରହିଲେ କେହି। ଭଗିନୀ ଗଣ ମାତୃତୁଲେ, ସତୀର ସମୀପେ ମିଳିଲେ। ପ୍ରେମାଶ୍ରୁ କଣ୍ଠେ ଭଗ୍ନୀ ଗଣ, କୋଳେ ଧରନ୍ତି ଜଣେ ଜଣ। ସୋଦର ଅର୍ଥେ ପ୍ରଶ୍ନ କଲେ, ସର୍ବମଙ୍ଗଳ ପଚାରିଲେ। ଉତ୍ତମ ବିଧି ପୂଜା ଦ୍ରବ୍ୟ, ସମୀପେ ଆଣି ଦେଲେ ସର୍ବ। ରତ୍ନ ଆସନ ବେଗେ ଆଣି, ସେ ପ୍ରଜାପତିର ଘରଣୀ। ସତୀ ସମୀପେ ଆଣି ଦେଲେ, ତା ଦେଖି ସତୀ କୋପ କଲେ। ପିତାର ଅନାଦର ଦେଖି, ଭୟେ କମ୍ପଇ ଅଶ୍ରୁମୁଖୀ। ଯଜ୍ଞେ ନ ଦେଖି ସ୍ୱାମୀ ଭାଗ, ମନେ ବସିଲା ମହାରାଗ। ଈଶ୍ୱର ପଣ ନ ଗଣିଲା, ଅବହେଳିତ କର୍ମ କଲା। ସଭାରେ ଯେତେ ଲୋକ ଥିଲେ, ସତୀକୁ କେହି ନ ଗଣିଲେ। ପିତା ଅବଜ୍ଞା କର୍ମ ଦେଖି, କୋପେ କମ୍ପଇ ଅଶ୍ରୁମୁଖୀ। ନିଜ ଶରୀର ମହାତେଜେ, ନିବାସ ଭୂତ ଗଣ ମାଝେ। ପିତାର ଅନାଦର ଜାଣି, କୋପେ ବୋଇଲେ ଉଚ୍ଚେ ବାଣୀ। ଦେବୀ ଉବାଚ, କୋପେ କମ୍ପଇ ତାର ଦେହି। କହଇ ପିତା ମୁଖ ଚାହିଁ, ଯାହାର ପ୍ରାୟ ୟହ ଲୋକେ। ନ ଦେଖି ଆତ୍ମା ଅତିରେକେ, ସ୍ୱାମୀ ମୋହର ସର୍ବପ୍ରିୟ। ଜଗତ ମଧ୍ୟେ ଯେତେ ଦେହ, ଯେ ରୁଦ୍ର ସର୍ବ ଆତ୍ମା ହୋଇ। ମିତ୍ର ବୈରୀ ତାଙ୍କ ନାହିଁ, ଯେ ସେ ଅଶେଷ ଜନ ଗୁରୁ। ତାହାଙ୍କୁ ତୁହି ନିନ୍ଦା କରୁ,
देख ए संसार व्यवहारे जे साधु जने हिंसा करे अनेक दोष करिथिले साधवे न धरती भले साधु जनक प्राय होई रुद्र विषये कप बही जेणु बोलाऊ प्रजापति से गर्भे निंदु पशुपति से गर्भे हिंदु पशुपति एनु हे महात्मांक कर्म गर्भे होइलु मति भ्रम जेबेनी अक्षर उच्चारे मनरे शिव नाम धरे जपई जेबे हृदगते पाप न रहे तार गात्रे जाहार नाम ए जगते सर्वमंगल बहुमते तोर जीवन पाप सिंधु अशिव होई शिव निंदु तोहर जन्म मर देही होइला पूर्व पाप बही स्वामी निंदन दुख सही ए देह न धरिबि मुहि पूर्वर पाप जे न स्मरे ता प्रतिकार जे न करे दिन बंचई दुख सुखे अन्ते से पड़ई नरके। मैत्रेय उवाच एमंत दक्ष आगे कही कुंड उत्तर दिगे जाई जोग धारणा आगमने बसिले निश्चल आसने स्वामीर अपमान अर्थे पिता नादर निमन्ते पीतवसन परिधान सुजले करी आचमन हृदरे कल्पी महाशून्य पवन मूल लिंग स्थान नाभिकमले सुनिश्चले प्राण धारण जग बले समान प्राण तार देही एतिनी प्राण ऊर्ध्वे नेई हृदय प्राण संगे थोई कंठल लाट चक्र देई भूमध्ये स्थापी अनुमाने जोचिला ब्रह्मरंध्र स्थाने स्वामी ठारे से ध्यान करी जोग नले ज्ञान भरी मूर्धनि भेदी तत्क्षण शून्य मिलिला 10 प्राण सती मरण कर्म चाहि देबे जेते कथिले रही भूमि गगने से बजेबा थिले हाहा शब्द उच्चे कले देख ए देव देव नारी कियप माने कोप भरी प्राण छाड़िला यज्ञ घरे पितार मान कोप भरे देख ए दक्ष प्रजापति गर्भे आचरिला अनीति प्रजांक पति ए बोलाई अन्याय कला गर्भ बही निज दुहितार बचने যত্ন ন কলা কপ মনে এনু হে কাহার ব্যবহার অধর্ম কলা গুরুতর এমন্ত বাক্য কহু জনে
सतीर प्राण अवसाने सती मरण कथा शुणी नंदिकेश्वर वीरमणि रुद्रगणଙ୍କୁ संगे नेई बेगे धाइला रोष होई विविध शस्त्र धरी करे मिलिला दक्ष यज्ञ करे ताहाकू देखी भृगु मुनि घृत आहुति करे घेनी यज्ञघ्न नासी जजुमन्ते कल्पिला अभिचार तंत्रे आहुति द्यन्ति अग्निकुंडे अनल धूम्र वर्ण पिंडे मंत्र मंत्रित सोम पाई प्रचंड रूपे कोप बही रुद्रहा बोली देवगण अनळु उठिले तक्षण अनल काष्ठ घेनी करे 7,000 कप भरे सबदे 10 दिग पुरी धाइले घोर नाद करी सबदे कंपई मेदिनी ता देखी बेगे देव मुनि बेगे धाइले शून्य मार्गे कहिले सदाशिव आगे सती मरण कथा आदि कहिले सकल संपादी से ब्रह्म मुनिंक चरणे आत्मार निस्तार कारणे कृष्ण विषय भागवत कहिले विप्र जगन्नाथ कृष्ण विषय भागवत कहिले विप्र जगन्नाथ इति श्रीमद्भागवत महापुराणे पारमहंस्यां संहितायां 82 चतुर्थस्कन्धे सतीमरण नाम 4th अध्याय।